ଗୋଟିଏ ଘଞ୍ଚ ଜଙ୍ଗଲରେ ଏକ ବୁଦ୍ଧିମାନ ହରିଣଟିଏ ବାସ କରୁଥିଲା। ଦିନେ ସେ ଜଙ୍ଗଲରେ ବୁଲୁଥିଲା। ସେତେବେଳେ ହଠାତ୍ ତାର ନଜର ଗୋଟିଏ ଶିକାରୀର ଜାଲ ଉପରେ ପଡ଼ିଲା। ହରିଣ ଚିନ୍ତା କଲା, ଯଦି ମୁଁ ଏଠାରୁ ଚାଲିଯିବି ତ ଅନ୍ୟ ଜୀବଜନ୍ତୁ ଏହି ଜାଲରେ ପଡ଼ିଯିବେ। ମୋତେ ହିଁ ସମସ୍ତଙ୍କୁ ଏ ବିଷୟରେ ଜଣାଇବାକୁ ପଡ଼ିବ। ହରିଣ ସମସ୍ତ ଜୀବଜନ୍ତୁଙ୍କ ପାଖକୁ ଗଲା ଓ କହିଲା, ସାଙ୍ଗମାନେ, ଗୋଟିଏ ଶିକାରୀ ଏଠାରେ ଜାଲ ଲଗାଇଛି। ଦୟାକରି ଏଠାରୁ ଦୂରେଇ ରହିବ ଓ ସାବଧାନ ରହିବ। ତାପରେ ସମସ୍ତ ଜୀବଜନ୍ତୁ ହରିଣର କଥାକୁ ମାନିଲେ ଏବଂ ଜାଲଠାରୁ ଦୂରରେ ରହିଲେ। କିଛି ଦିନ ଗଲା ପରେ ଶିକାରୀ ଜାଲକୁ ଦେଖିବାକୁ ଆସିଲା ଓ ସେ ଦେଖିଲା କି ଜାଲ ପୁରା ଖାଲି ଥିଲା। ଗୋଟିଏ ବି ଜୀବଜନ୍ତୁ ଜାଲରେ ଫସି ନଥିଲା। ନିରାଶ ହୋଇ ଶିକାରୀ ସେଠାରୁ ଚାଲିଗଲା। ଜଙ୍ଗଲର ସମସ୍ତ ଜୀବ ସୁରକ୍ଷିତରେ ରହିଲେ। ହରିଣର ଚତୁରତାରେ ସମସ୍ତଙ୍କର ଜୀବନ ବଞ୍ଚିଗଲା। ଏହି କାହାଣୀରୁ ଆମେ ଏହା ଶିଖିବାକୁ ପାଇଲୁ କି ନିଜର ବୁଦ୍ଧି ଓ ଅନ୍ୟକୁ ସାହାଯ୍ୟ କରିବାରେ ଖୁସି ମିଳେ ଓ ଅନ୍ୟର ଜୀବନ ବି ବଞ୍ଚିଯାଏ।